ଗୁପ୍ତ ଯୁଗର ସାଂସ୍କୃତିକ ଉପଲବ୍ଧି ଦ୍ୱିତୀୟ ଭାଗ MCQ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆମେ ଗୁପ୍ତ ଯୁଗର ସାଂସ୍କୃତିକ ଉପଲବ୍ଧି ପ୍ରଥମ ଭାଗ MCQ ଭିଡ଼ିଓରେ 50ଟି MCQ ବିଷୟରେ ଆଲୋଚନା କରି ସାରିଛେ। ଆଜିର ଏହି ଦ୍ୱିତୀୟ ଭାଗ MCQ ଭିଡ଼ିଓରେ ଆମେ ଆହୁରି 52ଟି MCQ ଆଲୋଚନା କରିବା। ପିଲାମାନେ, ତୁମର ବାର୍ଷିକ ପରୀକ୍ଷା ପାଇଁ ଏହି ଭିଡ଼ିଓଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାହିଁକି ନା ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ହିଁ ତୁମର ବାର୍ଷିକ ପରୀକ୍ଷାରେ ଗୋଟିଏ ବା ଦୁଇଟି ପ୍ରଶ୍ନ ଯେମିତି ହେଲେ ଆସିବ। ତେଣୁକରି ମୁଁ ତୁମମାନଙ୍କୁ କହିବି ପିଲାମାନେ, ତୁମେମାନେ ଏହି ଭିଡ଼ିଓଟିକୁ ଅତି କମ୍ରେ 2ରୁ 3 ଥର ଯେମିତି ହେଲେ ଦେଖିବ। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ଗୁପ୍ତ ଯୁଗରେ ପ୍ରଥମ 9ଟି ସଂଖ୍ୟାର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ? ଆର୍ଯ୍ୟଭଟ୍ଟ ଗୁପ୍ତ ଯୁଗରେ ପ୍ରଥମ 9ଟି ସଂଖ୍ୟାର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। କିଏ ଗୁପ୍ତ ଯୁଗରେ ଶୂନର ବ୍ୟବହାର ପ୍ରଚଳନ କରିଥିଲେ? ଆର୍ଯ୍ୟଭଟ୍ଟ ଗୁପ୍ତ ଯୁଗରେ ଶୂନର ବ୍ୟବହାର ପ୍ରଚଳନ କରିଥିଲେ। କାହାକୁ ଭାରତର ନ୍ୟୁଟନ କୁହାଯାଏ? ଆର୍ଯ୍ୟଭଟ୍ଟଙ୍କୁ ଭାରତର ନ୍ୟୁଟନ କୁହାଯାଏ। ଆର୍ଯ୍ୟଭଟ୍ଟଙ୍କ ପ୍ରସିଦ୍ଧ ଗ୍ରନ୍ଥର ନାମ କ'ଣ? ଆର୍ଯ୍ୟଭଟ୍ଟଙ୍କ ପ୍ରସିଦ୍ଧ ଗ୍ରନ୍ଥର ନାମ ଆର୍ଯ୍ୟଭଟ୍ଟ୍ୟମ୍ ଅଟେ। କିଏ ଆର୍ଯ୍ୟଭଟ୍ଟ୍ୟମ୍, ଆର୍ଯ୍ୟ ସିଦ୍ଧାନ୍ତ ଓ ବୀଜଗଣିତ ଲେଖିଛନ୍ତି? ଆର୍ଯ୍ୟଭଟ୍ଟ ଆର୍ଯ୍ୟଭଟ୍ଟ୍ୟମ୍, ଆର୍ଯ୍ୟ ସିଦ୍ଧାନ୍ତ ଓ ବୀଜଗଣିତ ଲେଖିଛନ୍ତି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଜ୍ୟୋତିର୍ବିଦ୍ୟା କେଉଁ ପୁସ୍ତକରେ ବର୍ଣ୍ଣନା କରାଯାଇଛି? ଜ୍ୟୋତିର୍ବିଦ୍ୟା ସୂର୍ଯ୍ୟ ସିଦ୍ଧାନ୍ତ ଓ 10 ଗୀତିକା ସୂତ୍ର ପୁସ୍ତକରେ ବର୍ଣ୍ଣନା କରାଯାଇଛି। କିଏ କହିଥିଲେ ପୃଥିବୀ କକ୍ଷପଥରେ ସୂର୍ଯ୍ୟ ଚାରିପଟେ ବୁଲିବା ସଙ୍ଗେ ସଙ୍ଗେ ନିଜ ଅକ୍ଷରେ ମଧ୍ୟ ଘୂରେ? ଆର୍ଯ୍ୟଭଟ୍ଟ କହିଥିଲେ ପୃଥିବୀ କକ୍ଷପଥରେ ସୂର୍ଯ୍ୟ ଚାରିପଟେ ବୁଲିବା ସଙ୍ଗେ ସଙ୍ଗେ ନିଜ ଅକ୍ଷରେ ମଧ୍ୟ ଘୂରେ। କିଏ କହିଥିଲେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ରାହୁକେତୁ ଆଦି ଗ୍ରହଙ୍କ ଗ୍ରାସ ଦ୍ୱାରା ନ ହୋଇ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ନିର୍ଦ୍ଦିଷ୍ଟ ଅବସ୍ଥିତି ଯୋଗୁଁ ହୋଇଥାଏ? ଆର୍ଯ୍ୟଭଟ୍ଟ କହିଥିଲେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ରାହୁକେତୁ ଆଦି ଗ୍ରହଙ୍କ ଗ୍ରାସ ଦ୍ୱାରା ନ ହୋଇ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ନିର୍ଦ୍ଦିଷ୍ଟ ଅବସ୍ଥିତି ଯୋଗୁଁ ହୋଇଥାଏ। କିଏ ବୃହତ୍ ସଂହିତା ରଚନା କରିଥିଲେ? ବରାହମିହିର ବୃହତ୍ ସଂହିତା ରଚନା କରିଥିଲେ। କିଏ ବୃହତ୍ ଜାତକ ରଚନା କରିଥିଲେ? ବରାହମିହିର ବୃହତ୍ ଜାତକ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ଲଘୁ ଜାତକ ରଚନା କରିଥିଲେ? ବରାହମିହିର ଲଘୁ ଜାତକ ରଚନା କରିଥିଲେ। କିଏ ପଞ୍ଚସିଦ୍ଧାନ୍ତ ରଚନା କରିଥିଲେ? ବରାହମିହିର ପଞ୍ଚସିଦ୍ଧାନ୍ତ ରଚନା କରିଥିଲେ। ବ୍ରହ୍ମଗୁପ୍ତ କିଏ ଥିଲେ? ବ୍ରହ୍ମଗୁପ୍ତ ଗୁପ୍ତ ଯୁଗର ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ଲାଟଦେବ କିଏ ଥିଲେ? ଲାଟଦେବ ଗୁପ୍ତ ଯୁଗର ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ପ୍ରଦ୍ୟୁମ୍ନ କିଏ ଥିଲେ? ପ୍ରଦ୍ୟୁମ୍ନ ଗୁପ୍ତ ଯୁଗର ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ବିଜୟା ନନ୍ଦିନ କିଏ ଥିଲେ?
ବିଜୟାନନ୍ଦିନ ଗୁପ୍ତ ଯୁଗର ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ବ୍ରହ୍ମ ସିଦ୍ଧାନ୍ତ କିଏ ଲେଖିଥିଲେ? ବ୍ରହ୍ମ ସିଦ୍ଧାନ୍ତ ବ୍ରହ୍ମଗୁପ୍ତ ଲେଖିଥିଲେ। ଖଣ୍ଡ ଖାଣ୍ଡକ୍ୟ କିଏ ଲେଖିଥିଲେ? ଖଣ୍ଡ ଖାଣ୍ଡକ୍ୟ ବ୍ରହ୍ମଗୁପ୍ତ ଲେଖିଥିଲେ। ଧ୍ୟାନାଗ୍ରହ କିଏ ଲେଖିଥିଲେ? ଧ୍ୟାନାଗ୍ରହ ବ୍ରହ୍ମଗୁପ୍ତ ଲେଖିଥିଲେ। ପୁଲିସ କିଏ ଲେଖିଥିଲେ? ପୁଲିସ ଲାଟଦେବ ଲେଖିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ରୋମକ ସିଦ୍ଧାନ୍ତ କିଏ ଲେଖିଥିଲେ? ରୋମକ ସିଦ୍ଧାନ୍ତ ଲାଟଦେବ ଲେଖିଥିଲେ। କିଏ କହିଥିଲେ ପ୍ରକୃତିର ନିୟମ ଅନୁଯାୟୀ ସବୁ ପଦାର୍ଥ ପୃଥିବୀ ପୃଷ୍ଠ ଉପରେ ପତିତ ହୋଇଥାଏ? କାରଣ ପୃଥିବୀର ପ୍ରକୃତି ହେଉଛି ସବୁ ପଦାର୍ଥକୁ ଆକର୍ଷଣ କରିବା ଓ ଧାରଣ କରି ରଖିବା। ବ୍ରହ୍ମଗୁପ୍ତ କହିଥିଲେ ପ୍ରକୃତିର ନିୟମ ଅନୁଯାୟୀ ସବୁ ପଦାର୍ଥ ପୃଥିବୀ ପୃଷ୍ଠ ଉପରେ ପତିତ ହୋଇଥାଏ। କାରଣ ପୃଥିବୀର ପ୍ରକୃତି ହେଉଛି ସବୁ ପଦାର୍ଥକୁ ଆକର୍ଷଣ କରିବା ଓ ଧାରଣ କରି ରଖିବା। କେଉଁମାନେ ବିଜ୍ଞାନ ଜ୍ଞାନ ଭାରତୀୟମାନଙ୍କ ଠାରୁ ଗ୍ରହଣ କରିଥିଲେ? ଆରବୀୟମାନେ ବିଜ୍ଞାନ ଜ୍ଞାନ ଭାରତୀୟମାନଙ୍କ ଠାରୁ ଗ୍ରହଣ କରିଥିଲେ। କେଉଁମାନେ ଆରବୀୟମାନଙ୍କ ଠାରୁ ବିଜ୍ଞାନ ଜ୍ଞାନ ଗ୍ରହଣ କରିଥିଲେ? ୟୁରୋପୀୟମାନେ ଆରବୀୟମାନଙ୍କ ଠାରୁ ବିଜ୍ଞାନ ଜ୍ଞାନ ଗ୍ରହଣ କରିଥିଲେ। କିଏ ଚରକ ସଂହିତା ଲେଖିଥିଲେ? ଚରକ ସଂହିତା ଲେଖିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ସୁଶ୍ରୁତ ସଂହିତା ଲେଖିଥିଲେ? ସୁଶ୍ରୁତ ସଂହିତା ଲେଖିଥିଲେ। କିଏ ଅଷ୍ଟାଙ୍ଗ ସଂଗ୍ରହ ଲେଖିଥିଲେ? ଭାଗବତ ଅଷ୍ଟାଙ୍ଗ ସଂଗ୍ରହ ଲେଖିଥିଲେ। କିଏ ଅଷ୍ଟାଙ୍ଗ ହୃଦୟ ସଂହିତା ଲେଖିଥିଲେ? ଭାଗବତ ଅଷ୍ଟାଙ୍ଗ ହୃଦୟ ସଂହିତା ଲେଖିଥିଲେ। କିଏ ଆଧୁନିକ ଶଲ୍ୟ ଚିକିତ୍ସାର ଜନକ ଅଟନ୍ତି? ସୁଶ୍ରୁତ ଆଧୁନିକ ଶଲ୍ୟ ଚିକିତ୍ସାର ଜନକ ଅଟନ୍ତି। କିଏ ହସ୍ତାୟୁର୍ବେଦ ରଚନା କରିଥିଲେ? ପାଲକପ୍ୟ ହସ୍ତାୟୁର୍ବେଦ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିଏ ଅଶ୍ପଶାସ୍ତ୍ର ଲେଖିଥିଲେ? ଅଶ୍ପଶାସ୍ତ୍ର ଶାଳିହୋତ୍ର ଲେଖିଥିଲେ। କିଏ ଗୁପ୍ତ ଯୁଗରେ ଧାତୁ ବିଦ୍ୟାର ଛାତ୍ର ଥିଲେ? ନାଗାର୍ଜୁନ ଗୁପ୍ତ ଯୁଗରେ ଧାତୁ ବିଦ୍ୟାର ଛାତ୍ର ଥିଲେ। ଗୁପ୍ତ ଯୁଗର ଧାତୁ ବିଦ୍ୟାର ଏକ ଉଦାହରଣ କେଉଁଠି ଦେଖିବାକୁ ମିଳେ? ଗୁପ୍ତ ଯୁଗର ଧାତୁ ବିଦ୍ୟାର ଏକ ଉଦାହରଣ ଦିଲ୍ଲୀର କୁତବ ମିନାର ନିକଟସ୍ଥ ଲୌହସ୍ତମ୍ଭରେ ଦେଖିବାକୁ ମିଳେ। କେଉଁ ଯୁଗରୁ ଭାରତୀୟ ମନ୍ଦିର ନିର୍ମାଣ ଶୈଳୀ ଆରମ୍ଭ ହେଲା? ଗୁପ୍ତ ଯୁଗରୁ ଭାରତୀୟ ମନ୍ଦିର ନିର୍ମାଣ ଶୈଳୀ ଆରମ୍ଭ ହେଲା। କେଉଁ ଯୁଗରେ ପ୍ରଥମ ଥର ମନ୍ଦିର ଇଟା ଓ ପଥରରେ ତିଆରି ହେଲା? ଗୁପ୍ତ ଯୁଗରେ ପ୍ରଥମ ଥର ମନ୍ଦିର ଇଟା ଓ ପଥରରେ ତିଆରି ହେଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଗୁପ୍ତ ଯୁଗରେ ମନ୍ଦିର ଗୁଡ଼ିକ କେତୋଟି ପର୍ଯ୍ୟାୟରେ ନିର୍ମାଣ ହୋଇଥିଲା? ଗୁପ୍ତ ଯୁଗରେ ମନ୍ଦିର ଗୁଡ଼ିକ 3ଟି ପର୍ଯ୍ୟାୟରେ ନିର୍ମାଣ ହୋଇଥିଲା। ଗୁପ୍ତ ଯୁଗର ପ୍ରଥମ ମନ୍ଦିର ନିର୍ମାଣ ପର୍ଯ୍ୟାୟ ସମୟ କ'ଣ ଥିଲା? ଗୁପ୍ତ ଯୁଗର ପ୍ରଥମ ମନ୍ଦିର ନିର୍ମାଣ ପର୍ଯ୍ୟାୟ ସମୟ 391ରୁ 501 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଥିଲା। ତିଗବା ଠାରେ କେଉଁ ମନ୍ଦିର
ଅବସ୍ଥିତ? ତିଗବାଠାରେ ଶିବ ଓ ବିଷ୍ଣୁ ମନ୍ଦିର ଅବସ୍ଥିତ? ସାଞ୍ଚିଠାରେ କେଉଁ ମନ୍ଦିର ଅବସ୍ଥିତ? ସାଞ୍ଚିଠାରେ ଶିବ ମନ୍ଦିର ଅବସ୍ଥିତ। ଏରଣଠାରେ କେଉଁ ମନ୍ଦିର ଅବସ୍ଥିତ? ଏରଣଠାରେ ନୃସିଂହ ମନ୍ଦିର, ବରାହ ମନ୍ଦିର ଓ ବିଷ୍ଣୁ ମନ୍ଦିର ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଗୁପ୍ତ ଯୁଗର ମନ୍ଦିର ସ୍ଥାପତ୍ୟର ଦ୍ୱିତୀୟ ପର୍ଯ୍ୟାୟ ସମୟ କ'ଣ ଥିଲା? ଗୁପ୍ତ ଯୁଗର ମନ୍ଦିର ସ୍ଥାପତ୍ୟର ଦ୍ୱିତୀୟ ପର୍ଯ୍ୟାୟ ସମୟ 502ରୁ 605 ଖ୍ରୀଷ୍ଟାବ୍ଦ ଥିଲା। ନାଚନା କୁଠାରଠାରେ କେଉଁ ମନ୍ଦିର ଥିଲା? ନାଚନା କୁଠାରଠାରେ ପାର୍ବତୀ ମନ୍ଦିର ଥିଲା। ଲାଡ଼ଖାଁଠାରେ କେଉଁ ମନ୍ଦିର ଅଛି? ଲାଡ଼ଖାଁଠାରେ ଶିବ ମନ୍ଦିର ଅଛି। ଗୁପ୍ତ ଯୁଗର ମନ୍ଦିର ସ୍ଥାପତ୍ୟର ତୃତୀୟ ପର୍ଯ୍ୟାୟ ସମୟ କ'ଣ ଥିଲା? ଗୁପ୍ତ ଯୁଗର ମନ୍ଦିର ସ୍ଥାପତ୍ୟର ତୃତୀୟ ପର୍ଯ୍ୟାୟ ସମୟ 606ରୁ 700 ଖ୍ରୀଷ୍ଟାବ୍ଦ ଥିଲା। ଦେଓଗଡ଼ଠାରେ କେଉଁ ମନ୍ଦିର ଅବସ୍ଥିତ? ଦେଓଗଡ଼ଠାରେ ଦଶାବତାର ମନ୍ଦିର ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଅହି ଛତ୍ରଠାରେ କେଉଁ ମନ୍ଦିର ଥିଲା? ଅହି ଛତ୍ରଠାରେ ଶିବ ମନ୍ଦିର ଥିଲା। ଆହ୍ଲାବାଦ ପ୍ରଶସ୍ତିରୁ କେଉଁ ଗୁପ୍ତ ରାଜାଙ୍କ ବିଷୟରେ ଆମେ ଜାଣୁ? ଆହ୍ଲାବାଦ ପ୍ରଶସ୍ତିରୁ ସମୁଦ୍ରଗୁପ୍ତ ଗୁପ୍ତ ରାଜାଙ୍କ ବିଷୟରେ ଆମେ ଜାଣୁ। ମେହେରୌଲି ପ୍ରଶସ୍ତିରୁ ଆମେ କାହା ବିଷୟରେ ଜାଣୁ? ମେହେରୌଲି ପ୍ରଶସ୍ତିରୁ ଆମେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଜାଣୁ। ମାଣ୍ଡାସୋର ସ୍ତମ୍ଭାଭିଲେଖରୁ ଆମେ କାହା ବିଷୟରେ ଜାଣୁ? ମାଣ୍ଡାସୋର ସ୍ତମ୍ଭାଭିଲେଖରୁ ଆମେ ଯଶୋବର୍ମନଙ୍କ ବିଷୟରେ ଜାଣୁ। ଏରଣର ଗରୁଡ଼ ସ୍ତମ୍ଭ କେଉଁ ପ୍ରକାରର ସ୍ତମ୍ଭ ଅଟେ? ଏରଣର ଗରୁଡ଼ ସ୍ତମ୍ଭ ଅଟେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କୁମାରଗୁପ୍ତଙ୍କ ବିଲଷଣ ସ୍ତମ୍ଭ କେଉଁ ପ୍ରକାରର ସ୍ତମ୍ଭ ଅଟେ? କୁମାରଗୁପ୍ତଙ୍କ ବିଲଷଣ ସ୍ତମ୍ଭ ସ୍ମାରକୀ ସ୍ତମ୍ଭ ଅଟେ। ସ୍କନ୍ଦଗୁପ୍ତଙ୍କ ଏରଣ ସ୍ତମ୍ଭ କେଉଁ ପ୍ରକାରର ସ୍ତମ୍ଭ ଅଟେ? ସ୍କନ୍ଦଗୁପ୍ତଙ୍କ ଏରଣ ସ୍ତମ୍ଭ ସ୍ମାରକୀ ସ୍ତମ୍ଭ ଅଟେ। ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ସର୍ବମୋଟ 52ଟି MCQ ବିଷୟରେ ଆଲୋଚନା କଲେ। ତାର ପୂର୍ବରୁ ପ୍ରଥମ ଭାଗ ଭିଡ଼ିଓରେ ଆମେ 50ଟି MCQ ବିଷୟରେ ଆଲୋଚନା କରିଅଛୁ। ଆହୁରି ବି ଯାହା 20ରୁ 25 ବା 25ରୁ 30ଟି ଯେଉଁ MCQ ରହିଗଲା ପିଲାମାନେ, ତାକୁ ଆମେ ତୃତୀୟ ଭାଗ MCQ ଭିଡ଼ିଓରେ ସମ୍ପୂର୍ଣ୍ଣ କରିବା। ପିଲାମାନେ, ଏହି ଭିଡ଼ିଓଟି ଯଦି ତୁମକୁ ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ତୁମର ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ। ତା ସହିତ ପିଲାମାନେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। କାହିଁକିନା ଏହି ୟୁଟ୍ୟୁବ୍ ଚ୍ୟାନେଲରେ ତୁମର ବାର୍ଷିକ ପରୀକ୍ଷା ପାଇଁ ଇତିହାସ ବିଷୟକୁ ନେଇକି ଆହୁରି ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର ଭିଡ଼ିଓ ଆଗକୁ ଆସିବାକୁ ଯାଉଛି ପିଲାମାନେ। ତ ତେଣୁକରି ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ଯେମିତି ହେଲେ ସବସ୍କ୍ରାଇବ୍ କରିଦେବ, ଯଦ୍ୱାରା ତୁମର ହିଁ ଲାଭ ହେବ।